ଦାସ ମୁଁ କଟକରୁ ଆସିଥିଲି ଗଡ଼ଗଡ଼ିଆରୁ ପାଣି ଉଠେଇଥିଲି ଲଡ଼ୁ ବାବାର ଆସି ପହଞ୍ଚିଲୁ। ନିଶ୍ଚିତରେ ଆମେ ପୁରା 22 ବର୍ଷ ହେଲାଣି ଏଠିକି ଆସିଥିଲୁ। ଆମେ ଯେତେବେଳେ ଆସୁଥିଲୁ ସେତେବେଳେ କିଛି କ୍ୟାମ୍ପ ଫ୍ୟାମ୍ପ କିଛି ନଥିଲା। ଆମେ 4 ଜଣ 5 ଜଣ ଆମେ କଟକରୁ ପ୍ରଥମେ ଆସୁଥିଲୁ 22 ବର୍ଷ ତଳେ। ଏବେ ସୁଦ୍ଧା ଆସୁଛୁ, ବାବାଙ୍କୁ ଯାହା ମାଗିଛୁ ବାବା ଆମକୁ ଦେଇଛନ୍ତି। ଆଉ ସେଥିପାଇଁ ଆମ ବାବାଙ୍କ ପ୍ରତି ଚିର କର୍ତ୍ତବ୍ୟ। ଆଉ ସେଥିପାଇଁ ଆମେ ପ୍ରତିବର୍ଷ ଏଇଠିକି ଶେଷ ସୋମବାର ହିଁ ଆସୁ। ଆମର ଯେତେ ପିଲା ଆସୁଛନ୍ତି ଯାହା ମାନସିକ କରିଛନ୍ତି ସମସ୍ତେ ମାନସିକ କରିଛନ୍ତି ଗୋଟେ ଗୋଟେ ପୁଅ ପାଇଁ। ଆଉ ସମସ୍ତଙ୍କ ଲଡ଼ୁ ବାବା ଗୋଟେ ଗୋଟେ ପୁଅ ଦେଇଛନ୍ତି, ଯାହାକି ମୋର ଦୀର୍ଘ 12 ବର୍ଷ ପରେ ମୋତେ ବି ଲଡ଼ୁ ବାବା ଗୋଟେ ପୁଅ ଦେଇଛନ୍ତି। ଆମେ ଆସିବାଟା ବହୁତ କଷ୍ଟ ହୁଏ, ଅନ୍ଧାର ରାତି, ଆଉ ସେଥିରେ ସାପ ମାପ ଆମେ କିଛି ମାନୁନା, ସେଇଥିରେ ହିଁ ଆମେ ଆସୁ ସବୁ ପାଇଁ। ଗୁରୁବାର ଦିନ ପାଣି ଉଠେଇଥିଲୁ, ଆସି ଆମ ରାଉସାପାଟଣା ସାହିରେ ରହିଥିଲୁ। ସେଠୁ ସନ୍ଧ୍ୟା 4ଟା ବେଳକୁ ଆମେ ସେଠୁ ବାହାରିଲୁ। ଆସ୍ତେ ଆସ୍ତେ ରହିକି ଆସୁଛୁ। ଆଉ ବାବାଙ୍କର ବହୁତ ଶକ୍ତି ଅଛି, ତେଣୁ ଆମେ ଏତେ ବାଟରୁ ଆସିପାରୁଛୁ, ଯାହାକି 150 କିଲୋମିଟର ପାଖାପାଖି ହେବ। ଆମେ ଏତେ ବାଟରୁ ଆସିପାରୁଛୁ ବାବାଙ୍କ ଇଏରେ, ଅନ୍ଧାର ରାସ୍ତାରେ ଆସିପାରୁଛୁ। शुभम दास କୋଉଠୁ ଆସିଛ? कटकରୁ। ଏ ବର୍ଷ ନୂଆ ନା କେତେ ବର୍ଷ? एई वर्ष नुआ ନୂଆ। କ'ଣ मनोस्कामना ଥିଲା ନା କ'ଣ? କୋଉ ବାର ଆସିଲ? बुधवार ବୁଧବାର ଆସିଲ, ଆଜି ସୋମବାର ଆସି ପହଞ୍ଚିଲ। आज्ञा ଠାକୁରଙ୍କ ପ୍ରତି दशम परीक्षा मोर से ठाकुर प्रति इच्छा थिला टे ठाकुर प्रति ढालिया पानी से आसी से दादा मैंने आसन देखे गोटे वर्ष इच्छा है आसे ଦେବଦେବ ମହାଦେବଙ୍କ ପ୍ରତି चहटा पर्यंत चहटा नहीं କୋଉ ଜାଗା ଆସିଛନ୍ତି? चंदवा पर्यंत बहुत के कष्ट होता तापर एत कि कष्ट है ठाकुर ठीक प्रभु महिमा लड़ुआ महिमा मुझे आज्ञा କ'ଣ ଲାଗୁଛି କ'ଣ କେମିତି କ'ଣ? आसिया ଏ ଯୋଉ ଜଳଭାର ଧରିକି ମନ ଭିତରେ ଆସୁଛି ନା ନାହିଁ ଯେ ଠାକୁର ପ୍ରକୃତି? लगुच ठाकुर अच्छा ନା କୃଷ୍ଣଚନ୍ଦ୍ର ମହାପାତ୍ର, ଲଡ଼ୁକେଶ ଶୈବ ସେବା ସଂଘ ସମ୍ପାଦକ। କ'ଣ ପୀଠରେ କ'ଣ କେମିତି ହେଇଛି? ଶୈବ ପୁରାଣର ମତ ଅନୁସାରେ ଦେବଦେବ ମହାଦେବ ମହାଯୋଗୀ ମହାତ୍ୟାଗୀ ସମୁଦ୍ର ମନ୍ଥନର ହଳାହଳ ବିଷକୁ ଧାରଣ କରିଛନ୍ତି, ନୀଳକଣ୍ଠ ନାମ ବୋଲେଇଛନ୍ତି। ଦେବଦେବ ମହାଦେବ ପ୍ରଭୁ ଲଡ଼ୁ ବାବା ଏହି ଶ୍ରାବଣ ମାସରେ ଜ୍ୱାଳାରୁ ଉପଶମ ପାଇବା ପାଇଁ ଗଙ୍ଗା ଜଳ ଭକ୍ତମାନଙ୍କ ଦ୍ୱାରା ସ୍ନାନ କରନ୍ତି। ଏହା ହେଉଛି ଶୈବପୁରାଣର କିମ୍ବଦନ୍ତୀ। ତେଣୁ ଶରଣକୂଳ ପୀଠକୁ ହଜାର ହଜାର ସଂଖ୍ୟାରେ ଭକ୍ତ ଜଳ ଲାଗି ଉଦ୍ଦେଶ୍ୟରେ କାହିଁ କେତେ ଦୂରରୁ ଆସୁଛନ୍ତି। ସେମାନଙ୍କର ଆସ୍ଥା ଆଉ ବିଶ୍ୱାସ ଯେ ଲଡ଼ୁ ବାବାଙ୍କ ପାଖକୁ ଆମେ ମାନସିକ ନେଇ ଜଳ ଲାଗି କଲେ ନିଶ୍ଚିତ ଆମର ମନସ୍କାମନା ପୂର୍ଣ୍ଣ ହେବ। ଏହି ଉଦ୍ଦେଶ୍ୟରେ ହଜାର ହଜାର ଭକ୍ତ ଲଡ଼ୁ ବାବାଙ୍କ ପୀଠକୁ ଛୁଟି ଆସୁଛନ୍ତି। ତାଙ୍କର ତ ଇତିବୃତ୍ତି ଅନେକ। ମୋତେ 70 ବର୍ଷ ହେଲା ମୁଁ ବାପାଙ୍କଠୁ ଶୁଣିଛି, ଜେଜେବାପାଙ୍କଠୁ ଶୁଣିଛି, ଏଠି ଯେଉଁମାନେ ଗୁହାରି ପଡ଼ନ୍ତି ତାଙ୍କ ଅଙ୍ଗ ଛେଦନ କରି ଗୁହାରି ପଡ଼ନ୍ତି ଏବଂ ସେମାନେ ପରିଷ୍କାର ଉଠିକିରି ବରପ୍ରାପ୍ତି ହୋଇ ସେମାନେ ଫେରନ୍ତି। କିନ୍ତୁ ବର୍ତ୍ତମାନ ବିଜ୍ଞାନ ଯୁଗ, ସେଟାକୁ ପ୍ରଶାସନ ସ୍ତରରେ ବାରଣ କରାଯାଉଛି। ତା ସତ୍ତ୍ୱେ ମଧ୍ୟ ଆଧ୍ୟାତ୍ମିକ ଚିନ୍ତା ଆଧ୍ୟାତ୍ମିକ ବିଚାର ନେଇ ଅନେକ ଯାତ୍ରୀ ଅନେକ ଭକ୍ତ ଆସୁଛନ୍ତି, ଗୁହାରି ପଡ଼ୁଛନ୍ତି, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି। ଏ ହେଉଛି କିମ୍ବଦନ୍ତୀ। ଆଉ ଶରଣ କୂଳର ନାମକରଣ ଏଇଥିପାଇଁ ଦିଆହେଇଛି, ଏଇ କୂଳରେ ଏଇ ଲଡ଼ୁ ବାବାଙ୍କ କୂଳରେ ଯିଏ ଶରଣ ନିଏ ସେ ମୁକ୍ତିପ୍ରାପ୍ତ ହୁଏ ଏବଂ ସିଦ୍ଧିପ୍ରାପ୍ତ ହୁଏ, ବରପ୍ରାପ୍ତ ହୁଏ। ଏହି ଆସ୍ଥା ବିଶ୍ୱାସ ଯୋଗୁଁ ଶରଣ କୂଳକୁ ବହୁ ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି। ଚନ୍ଦ୍ର ବରାଡ଼, ମୋର ମନ୍ଦିର ପରିଚାଳକ। କ'ଣ କହିବେ? ଆଜି ଶ୍ରାବଣ ମାସର ଶେଷ ସୋମବାର। ସମସ୍ତ ଭକ୍ତ ଗତକାଲି ରହିବା ପାଇଁ ତା ବ୍ୟବସ୍ଥା ବି ଆମେ କରିଥିଲୁ, ବିରାଟ ଟେଣ୍ଟ ବି ଯୋଡ଼େ କରିଥିଲୁ ଏବଂ ସେମାନେ ପ୍ରସାଦ ଖାଇବା ବ୍ୟବସ୍ଥା ବି କରାଯାଇଥିଲା ଏବଂ ରହିବା ପାଇଁ ଯେଉଁ ଭାର ଗୁଡ଼ିକ ରଖିବା ପାଇଁ ତା ବ୍ୟବସ୍ଥା ବି ହୋଇଥିଲା ଏବଂ ରାତ୍ର 12ଟାରୁ ଆମ ମନ୍ଦିର ଅବକାଶ ନୀତି ଶେଷ ହୋଇ ସମସ୍ତ ଯେଉଁ ଭଉଣୀମାନେ ମନ୍ଦିର ଭିତରେ ରଖାଯାଇଥିଲା ସେମାନଙ୍କୁ ଅଗ୍ରାଧିକାର ଭିତରେ ଜଳ ଦେବା ସୁଯୋଗ ଦିଆଯାଇଥିଲା ଏବଂ ବହୁତ ଛୋଟ ପିଲା ବି ଆସିଥିଲେ, ସେମାନଙ୍କ ବ୍ୟବସ୍ଥା ବି କରାଯାଇଥିଲା। ତାପରେ ଆମର ସମସ୍ତ ଭାଇମାନେ ଯେଉଁ ଜଳ ଦେବା ବ୍ୟବସ୍ଥା ଚାଲିଛି, ଅଦ୍ୟାବଧି ଚାଲିଛି ଏବଂ ଆମେ ମନ୍ଦିର 2-3 ଘଣ୍ଟା ବନ୍ଦ କରୁ ଆମର ନୀତିକାନ୍ତି। ତାପରେ ଆମେ ପୁଣି କ୍ଷୀରାଭିଷେକ ପରେ ଜଳ ଦେବା ବ୍ୟବସ୍ଥା କରାହେବ। ତେଣୁ ଯାହାର ଯେମିତି କିଛି ଅସୁବିଧା ନାହିଁ, ଆମେ ବାରିଗେଟ୍ ବ୍ୟବସ୍ଥା ବି କରାଯାଇଥିଲୁ, ସେ ଶୃଙ୍ଖଳାରେ ଯେମିତି ଦର୍ଶନ କରିପାରିବେ ଏବଂ ଆମର
ସମସ୍ତ ଶୈବ ସେବାୟତ ଆମର 4 ସାହିରେ ବିଭକ୍ତ କରାଯାଇଛି ଏବଂ ଆଜି ବି ଶେଷ ହାଟପାଟଣା ଆମର ଗୋଟେ ସାହି ସେମାନେ ପ୍ରାୟ 60 ଘର ପ୍ରତି ଘରୁ ଜଣେ ଜଣେ ଆସି ସେମାନେ କାର୍ଯ୍ୟ ସମାଧାନ କରିଛନ୍ତି। ପୋଲିସ ପ୍ରଶାସନ ଏବଂ ଫାୟାରଠୁ ଆରମ୍ଭ କରି ମେଡ଼ିକାଲ ସମସ୍ତ ସହଯୋଗ ବି କରିଛନ୍ତି। ଯେମିତି ଯାହାର ଯଦି ଅସୁବିଧା ନ ହେବ ତା ବ୍ୟବସ୍ଥା ବି ସମ୍ପୂର୍ଣ୍ଣ କରାଯାଇଥିଲା। ଅଦ୍ୟାବଧି କାହାର କିଛି ଅସୁବିଧା ହେଇନି। ଶଙ୍କୁଳାରେ ବି ଜଳ ଦିଆ ଚାଲିଛି ଏବଂ ଆଉ ପ୍ରାୟ ଅଧଘଣ୍ଟା ଘଣ୍ଟାଟେ ଭିତରେ ଶେଷ ହେଲା ଏବଂ ପ୍ରାୟ 12ଟା ପରେ ଆମେ ପୁଣି ମନ୍ଦିର ଖୋଲିକି ଆମେ ଜଳ ଦେବାର ବ୍ୟବସ୍ଥା ବି ରାତ୍ର କେତେଟା 12ଟାରୁ ଆମେ ଅବକାଶ କରିଥିଲୁ। ଅବକାଶ ନୀତି ଶେଷ ଆମେ ପ୍ରାୟ ଘଣ୍ଟେ ନୀତିକାନ୍ତି ଆଳତି ସରିଲା ପରେ ଆମେ ସମସ୍ତ ନୀତିକାନ୍ତି ଶେଷ ପ୍ରଥମ ନୀତିକାନ୍ତି ପରେ ଯେଉଁ ମହିଳା ଭଉଣୀମାନେ ଥିଲେ ମନ୍ଦିର ଭିତରେ ତାଙ୍କୁ ମନ୍ଦିର ମାନେ ଅବକାଶ ପରେ ତାଙ୍କୁ ଅଗ୍ରାଧିକାର ଦିଆଯାଇଥିଲା ଏବଂ ଛୋଟ ବହୁତ ପିଲା ଏ ବର୍ଷ ବି ଛୋଟ ଆସିଥିଲେ। ପ୍ରାୟ ଜଳ ଦିଆ ସବୁ ସରିଲା ପାଖାପାଖି ଶେଷ ଉପରେ ହେଲାଣି। ଯାହାର କିଛି ଅସୁବିଧା ହେଇନି ସମ୍ପୂର୍ଣ୍ଣ ଦାୟିତ୍ୱ ବି ଦିଆହେଇଛି ଯେମିତି ଅସୁବିଧା ଯାହାର ନ ହେବ। ପ୍ରାୟ 4000 ପାଖାପାଖି ଆମେ ହିସାବ କରୁଥିଲୁ। ଏ ବର୍ଷ କିନ୍ତୁ ଆମର 4000 ପାଖାପାଖି ହେଇଛନ୍ତି। ଆମର ଗୋଟେ ଆମେ ଅନୁଭବ କଲୁ ଆପଣଙ୍କର ସେପଟେ ଯେଉଁ କେନ୍ଦ୍ରାପଡ଼ା ଯାଜପୁର ଭଦ୍ରକ ଲୋକ ଗୁଡ଼ା ସବୁ ଆସୁଛନ୍ତି ସେମାନେ ସଂକ୍ରାନ୍ତି ଧରୁଛନ୍ତି। ଆମର ଯେଉଁ ପୂର୍ଣ୍ଣମୀ କି ଆମ ଏପଟେ ପୂର୍ଣ୍ଣମୀ ତେଣୁ ପ୍ରାୟ 1000-2000 ଭକ୍ତ ଆମର ଶ୍ରାବଣ ମାସ ପୂର୍ବରୁ ସଂକ୍ରାନ୍ତି ପରେ ପୁରା ଜଳ ଦେଇକି ଆସିଥିଲେ। ସେମାନଙ୍କ ସେମାନଙ୍କୁ ବୁଝେଇଲେ ସେମାନେ କହୁଛନ୍ତି ଆମର ସଂକ୍ରାନ୍ତି ଯେହେତୁ ସେପଟ ଏରିଆରେ ଚାଲିଛି ସେମିତି ତାଙ୍କ ଇଏରେ ସେ ପ୍ରାୟ 2000 ଲୋକ ଆସିକି ଆଗରୁ ଜଳ ଦେଇଯାଇଥିଲେ।